ଚମ୍ପା ଆଉ ସହି ପାରିଲା ନାହିଁ। ବୋହୂକୁ ବକାବକି କଲାଣି। ବୋହୂ ବି କେତେ ସହିବ, କ୍ୟାଁ ସହିବ। ସେ ଯେ ଘରର ସାଆନ୍ତାଣୀ। ପହିଲୁ ପହିଲୁ ରାଗରେ ଗୁଇଁ ଗାଇଁ ହେଉଥିଲା, ଏଣିକି ସାଫ୍ ଜବାବ ଦେଲାଣି। ଦିନେ ଚମ୍ପା ଭାରି ରାଗିଯାଇ ବୋହୂକୁ ଗାଳି ଦେଲା। ବୋହୂ ବି ଗାଳି ଆରମ୍ଭ କଲା। ବିମଳା ଦେଇ ଧାଇଁ ଆସି କହିଲେ, ନା ରେ ମା ଚମ୍ପା, ଛୁଆଟା ମାଆକୁ ଛାଡ଼ି ଆସି ମନ ଦୁଃଖରେ ଅଛି। ସବୁ କାମ ପାଇଟି ପଛେ କରିବ ଯେ, ଢୋଲ କାନ୍ଧରେ ପଡ଼ିଲେ ଆପେ ବଜାଇବ। ଚମ୍ପା କହିଲା, ନାହିଁ ମା, ଯେ ବୋହୂ ଦେଖୁଛି ଢୋଲ ତ ଢୋଲ, ଢେଙ୍କି କାନ୍ଧରେ ପଡ଼ିଲେ ବି ହଲଚଲ ହେବାର ନୁହଁ। ଦିନେ ଅନିଆଇ ନାତୁଣୀକୁ ପଚାରିଲା, କିଲୋ ଚମ୍ପି, ତୁ ତ ବୋହୂକୁ ଏତେ ବୁଝାଉଛୁ, ଏଣିକି ଉଠି କାମ ପାଇଟି କଲାଣି ନା ନାହିଁ? ଚମ୍ପା କହିଲା, ନାହିଁ ଲୋ ଆଇ, ତୁ ଯେତେ ମାଠିବୁ ମାଠ, ସେ ତ ସେଇ ଦରପୋଡ଼ା କାଠ। ରନ୍ଧା ବଢ଼ାରେ ଟିକିଏ ଉଛୁର ହେଲେ ବା ଆଉ କିଛି କଥାରେ ବୋହୂଟା ଶାଶୁ ସଙ୍ଗରେ ଭଟ୍ ଭଟ୍ ଲଗାଇଲାଣି। ହେଲେ ବୋହୂ ତା ମା କଥା ଭୁଲି ନାହିଁ। ଶାଶୁ ମୁହଁକୁ ଚାହିଁ ଗାଳି ଦିଏ ନାହିଁ। ଓଢ଼ଣା ପଡ଼ିଥାଏ, ପଛ କରି ବରବର କରି ବକିଯାଏ। ବୋହୂର ଯେ ଏତେ ଗୁଣ ଶିବୁବାବୁ ସବୁ ଜାଣନ୍ତି ନାହିଁ। ମା ତ କିଛି କହିବେ ନାହିଁ, ଚମ୍ପା ବି କିଛି କହେ ନାହିଁ। ହେଲେ ଘର କଥା ବାବୁ କ'ଣ ବୁଝିପାରିବେ ନାହିଁ? ସବୁ ନ ଶୁଣନ୍ତୁ, କେତେ କେତେ କଥା ବୁଝିଲେଣି। ଏଣିକି ଚମ୍ପାକୁ ବଳେଇଲାଣି। ଭାଇଙ୍କୁ ସବୁ କଥା ନ କହିଲେ ନୁହେଁ। ଘରେ ଯେବେ କହେ, ମା ଧାଇଁ ଆସି ପାଟି ବନ୍ଦ କରାଇବ। ସବୁ କଥା କୁହାଇ ଦେବ ନାହିଁ। ଦିନେ ସଞ୍ଜବେଳେ ଅନିଆଇ ଦୁଆରେ ନାତି ନାତୁଣୀ ଆଇ ତିନିହେଁ ବସି ଢେର ବେଳ ଯାଏ କ'ଣ ପରାମର୍ଶ କଲେ। ଅର୍ଥାତ୍ ସାଧୁ ଭାଷାରେ ଲେଖାଯିବ, କମିଟି ବସିଲା। ଏବେ ତୁନି ତୁନି କଥା ହେଲେ ଯେ କେହି କିଛି ଜାଣିପାରିଲେ ନାହିଁ। ଶେଷରେ ଶିବୁବାବୁ କହିଲେ, ଅର୍ଥାତ୍ ରିଜଲ୍ୟୁସନ୍ ପାସ୍ ହେଲା। ଦେଖ ଚମ୍ପା, ଆସନ୍ତା ଶୁକ୍ରବାର କତିରୁ ସୋମବାର ଯାଏଁ ଗୁଡ୍ ଫ୍ରାଇଡେ, 4 ଦିନ କଚେରୀ ବନ୍ଦ ହେବ। ସେହି ସମୟରେ ସବୁ କଥା ଠିକ୍ ଠିକଣା କରିବା। ଆଜି ଶୁକ୍ରବାର। ଜ୍ୱାଇଁ ଦିବୁବାବୁ ସକାଳୁ ଉଠି କାକଟପୁର ଜମିଦାର ଘରକୁ ଗଲେଣି। 2 ଦିନ ଆସିବେ ନାହିଁ। ଚମ୍ପା ଦୁଆରେ କଞ୍ଚି ଲଗାଇ ଦେଇ ମା ଘରକୁ ଅଇଲା। ଭାଇ ପିଣ୍ଡାରେ ବସିଥିଲେ। ଚମ୍ପାକୁ ଦେଖି ଟିକିଏ ହସି ଦେଇ ଦାଣ୍ଡ ପଟକୁ ଚାଲିଗଲେ। ଚମ୍ପା ଏକାବେଳକେ ବୋହୂ ବିଛଣା ପାଖକୁ ଚାଲିଗଲା। ବୋହୂର ନିଦ ଭାଙ୍ଗିଲାଣି। ତୁଚ୍ଛାଟାରେ ବିଛଣାରେ ପଡ଼ି ଏକଡ଼ ସେକଡ଼ ଗଡ଼େଇ ପଡ଼େଇ ହେଉଛି। ଚମ୍ପା ଭାରି ଖପା ହେଲା ପରି ଗର୍ଜନ କରି କହିଲା, କିଲୋ ବୋହୂ, କିମ୍ଭୀରିଟା ପରି ପେଟେ ଖାଇ ବିଛଣାରେ ପଡ଼ି ଗଡ଼େଇ ହେଉଛୁ। ଘରେ ପାଇଟି କରିବ କିଓଲୋ? ତୁ ସାଙ୍ଗରେ କ'ଣ ଗୋଟାଏ ପୋଇଲି ଆଣିଛୁ କିଲୋ? ଆଉ କ'ଣ ସମ୍ଭଳା ଯାଏ? ବୋହୂଟା ତ ସହଜରେ ଥିଲା ବଦରାଗୀ, ପୁଣି ତାର ବିଶ୍ୱାସ ସେ ହେଲା ଘରେ ସାଆନ୍ତାଣୀ, ଏମାନେ କେହି ନୁହନ୍ତି, ଏଇଟା ପୁଣି ଆସି ଗାଳି ଦେବ। କୋପରେ ଧଡ଼ପଡ଼ ହୋଇ ଉଠିଲା। ଲୁଗା ଖଣ୍ଡ ସଜାଡ଼ି ପିନ୍ଧିବାକୁ ବେଳ ନାହିଁ। ମୁଣ୍ଡ ମୁକୁଳା। ଗର୍ଜନ କରି ଏକାବେଳକେ ଆରମ୍ଭ କରିଦେଲା, ପୋଇଲି? ନିଆଁ ଲାଗି? ଦୂର ହ, ମୋ ଘରୁ ଦୂର ହ। ମୁଁ ତ ସାଆନ୍ତାଣୀ, ତୁ କିଏ ଲୋ? ଗାଳି ଦେଉଛି ତ ଦେଉଛି, ସେଇ କଥା ବାର ବାର କହୁଛି। ଏଣେ ଚମ୍ପା ହସି ହସି ଯାଇ ମା ହାତରୁ ଛାଞ୍ଚୁଣିଟା ଛଡ଼ାଇ ନେଇ ଘର ପହଁରି ବସିଲା। ବିମଳା ଦେଈଙ୍କୁ କିଛି ଜଣା ନାହିଁ। କଳି ଶୁଣି ଅଥୟ ହେଲେ। କଳିକୁ ସେ ବଡ଼ ଡରନ୍ତି। କଳି ଜାଗାରୁ ପଳାନ୍ତି। ଦାଣ୍ଡରେ କେହି କଳି କଲେ କବାଟ କିଳି ପକାନ୍ତି। ବୋହୂକୁ ତୁନି କରାଇବାକୁ ଆସୁଥିଲେ। ଚମ୍ପା ହାତ ଧରି ଭିଡ଼ି ଘେନିଗଲା। ବୋହୂଟା ଗର୍ଜି ଗର୍ଜି ଥକିଯାଇ ଦୁଲ୍ କରି ବିଛଣାରେ ପଡ଼ିଗଲା। ତେତିକି ବେଳେ ଚମ୍ପା ପାଇଟି ଛାଡ଼ି ହସି ହସି ଆସି ଖୁବ୍ ଗୋଟାଏ କ୍ରୋଧ କଲାପରି କହିଲା, କାହିଁ ଗଲା ସେ? ସେ ପୋଇଲି ନିଆଁ ଲାଗି। ଛାଞ୍ଚୁଣିରେ ତା ମୁଣ୍ଡରେ 10 ପାହାର ପିଟିବି। ଅଳପାଇସିଆ ନିଆଁ ଲଗା ତା ଭାଇକୁ ଧରି ଆଣି ଗୋଟି ଗୋଟି ଗଣି ଗଣି ତା ମୁଣ୍ଡରେ 20 ଛାଞ୍ଚୁଣି ପିଟିବି। ପୁଣି ବୋହୂ ରାଗି ଉଠିଲା। ଚମ୍ପାକୁ ଗାଳି ଦେବାକୁ ଲାଗିଲା। ବିମଳା ଦେଇ ଧାଇଁ ଆସି କହିଲେ, ନାହିଁ ରେ ମା, ନାହିଁ ରେ, ତାକୁ ଗାଳି ଦେ ନା ରେ ମା, ତା ମା କତିରେ ନାହିଁ ରେ, ଶୁଣିଲେ କାନ୍ଦିବ ରେ। ଚମ୍ପା କହିଲା, ତା ମା କାନ୍ଦୁ। ଏ ନିଆଁ ଝିଅକୁ କିଆଁ ମାରି ନ ପକାଇ ଏଠିକି ପଠାଇଛି? ଏଇ ଛାଞ୍ଚୁଣିରେ ଏ ପୋଇଲିଟାକୁ ମାରି ପକାଇବି। ଗୋଟିଏ ବଡ଼ ସୁନ୍ଦର ବୋହୂ ଠିକ୍ ହେଲାଣି। ଆଜି ବାହାଘରର ସବୁ ଠିକ୍ ହେଇଯିବ। ଶିବବାବୁ ଦାଣ୍ଡ ପଟରେ ଥିଲେ। ଧାଇଁ ଆସି ଚମ୍ପାର ହାତ ଧରି ଭିଡ଼ି ଭିଡ଼ି ନେଇ ଚାଲିଗଲେ। ଆ ଚମ୍ପା ଆ, ମା ତାଙ୍କ ସୁନା ବୋହୂକୁ ନେଇ ଘରେ ଥାନ୍ତୁ, ଆମେ 2 ଜଣ ଘରୁ ବାହାରି ଯିବା। 2 ଜଣ ମୁହଁରେ ଲୁଗା ଦେଇ ଟିକିଏ ହସି ହସି ଦାଣ୍ଡକୁ ଚାଲି ଅଇଲେ। ବୁଢ଼ୀ ନସର ପସର ହୋଇ ପଛରେ ଧାଇଁଛନ୍ତି। ଆରେ ତୁମେମାନେ ଯାଅ ନାହିଁ ରେ। ଆରେ ଶିବୁ, ଢେର ବେଳ ହେଲାଣି ରେ। ଚମ୍ପା ଭାତ ବସାଇଛି, 2ଟା ମୁହଁରେ ଦେଇ ଯା ରେ। ଶିବୁ, ଆଚ୍ଛା, ତୁ ଏଇ ଝିଅ ରାଣ ପକା, କିଛି କହିବୁ ନାହିଁ, ନୋହିଲେ ଆମେ ଦୁହେଁ ଖାଇବା ପିଇବା ନାହିଁ, ଘରୁ ବାହାରି ଯିବା। ବିମଳା ଦେଇ,
ମୋ ରାଣ ପକାଉଛି, ଆଖି ଛୁଇଁଛି, କିଛି କହିବି ନାହିଁ। ଏଣିକି ପୁଅ ଝିଅ ଡରରେ ବିମଳା ଦେଇ କିଛି କହିପାରୁନାହାନ୍ତି, ଖାଲି ବାଡ଼ି ଘର ହେଉଛନ୍ତି। ପୁଅ ଝିଅ ନଥିବା ବେଳେ ଟିକିଏ ବୋହୂ ଦୁଆରକୁ ଚାହିଁ ଦେଉଛନ୍ତି। ଚମ୍ପା ଭାତ ଗାଳି ପକାଇ ଫେର ବୋହୂ ଦୁଆରକୁ ଗଲା। ପୁଣି ଗାଳି ଆରମ୍ଭ କଲା। ଦେଖିଲା ବୋହୂର ଆଉ ଉଠିବାର ଶକ୍ତି ନାହିଁ। ବାଛୁରୀ ତତଲା ଲୁହା ଦାଗ ଦେଲାବେଳେ ଯେମିତି ଗଁ ଗଁ ଗର୍ଜେ ସେହିପରି ଗର୍ଜୁଛି। ବୋହୂ ବିଛଣାରେ ପଡ଼ି ମନରେ କଲାଣି, ମୁଁ ଆଉ କ'ଣ ସାଆନ୍ତାଣୀ? ନଣନ୍ଦଟା ଏତେ ଗାଳି ଦେଉଛି, ମୋ ଲାଗି କେହି ପଦେ କହୁନାହିଁ। ପୁଣି ଭାଇ ଭଉଣୀ ମିଶିଗଲେଣି। କ'ଣ ସେ ପୁଣି ଆଉ ଗୋଟିଏ ବିଭା ହେବେ? ମୋ ଦଶା କ'ଣ ହେବ? ଶାଶୁ ତ ପାଖ ପଶୁନାହାନ୍ତି। ମୁଁ କ'ଣ କରିବି? ତୁନି ହୋଇ ବିଛଣାରେ ପଡ଼ିଥାଏ। ବାହାରେ କ'ଣ କଥା ହେଉଛି କାନ ଡେରି ଶୁଣୁଥାଏ। ତେତିକିବେଳେ ଚମ୍ପା ଭୋ ଭୋ କରି ଶଙ୍ଖଟାଏ ବଜାଇ ଦେଲା। ଆଲୋ ବାରିକାଣୀ, ଯା ଦୁବ ବରକୋଳି ପତ୍ର ଚନ୍ଦନ ସିନ୍ଦୁର ଆଉ ଚିଜ ସବୁ ସଜିଲ କରି ରଖିଦେ। ଏ ବାରିକ ପୁଅ, ବଡ଼ ଘର ଝାଡ଼ିଝୁଡ଼ି ଆସନ ପକାଇ ରଖ। ପାଣି ପଣା ସବୁ ଠିକ୍ କର। ଆଉ କ'ଣ ବେଳ ଆସୁଛି? ସେତେବେଳକୁ ସାଆନ୍ତମାନେ ଆସିଗଲେ କ'ଣ କରିବୁ? ଭୋ ଭୋ କରି ଶଙ୍ଖ ବାଜିଲା। ଆରେ ଶାମା, ମିଠାଇ ଥାଳିଟା ଭିତରେ ରଖିଦେ। କ'ଣ କହିଲୁ ରାଧିକା? ଦହିସର ବିଲେଇ ଖାଇଗଲା। ମଲା ଯା, ସାଆନ୍ତମାନେ ଜଳଖିଆ କରିବେ କ'ଣ ଲୋ? ଚମ୍ପା ରନ୍ଧାବଢ଼ା କରି ଭାଇଙ୍କୁ ମା'ଙ୍କୁ ଖୁଆଇ ଦେଲା। ମା କହିଲେ, ତୁ ଦିଟା ଖା। ଆଉ ବୋହୂ? ପୁଅ ଉପରେ ନଜର ପଡ଼ିଗଲା। ଡରିଯାଇ କହିଲେ, ନାହିଁ ନାହିଁ, ମୁଁ କହୁଛି ଚମ୍ପା ଏକା ଖାଇବ। ଶିବୁବାବୁ କହିଲେ, ହେଁ, ଖବରଦାର ବୋହୂ ନାମ ଧରନା। ମା ବାଡ଼ି ଦୁଆରକୁ ପଳାଇଲେ। ବେଳ ବୁଡ଼ ବୁଡ଼ ହେଲାଣି। ଅନିଆଇ ବାଡ଼ି ଖଣ୍ଡିଏ ଧରି ଅଇଲେ। ବୋହୂକୁ ଶୁଣାଇ ଶୁଣାଇ କହିଲେ, କିଲୋ ଚମ୍ପି, କ'ଣ ହେଉଛି? ଏ ଫୁଲମାଳ, ଚନ୍ଦନ, ସିନ୍ଦୁର ସବୁ କ'ଣ ହେବ ଲୋ? ଚମ୍ପା, ଏଇ ଦେଖୁନାହୁଁ, ଭାଇ ସାଆନ୍ତ ଆଉ ଗୋଟିଏ ବିଭା ହେବେ ପରା। ଆଜି ମହାପ୍ରସାଦ ଉଠା ପରା। ତୁ ଯା, ସେଇ ଘରେ ମିଠାଇ ଦହି ଅଛି, ଆଣ, ଖାଇଯା। ତତେ ବାଢ଼ି ଦେବାକୁ ମୋର ବେଳ ନାହିଁ। ଭୋଁ ଭୋଁ କରି ଶଙ୍ଖ ବାଜିଲା। ସାଙ୍ଗେ ସାଙ୍ଗେ ହୁଳହୁଳି। ଆଇ, ଆଚ୍ଛା, ନୂଆ ବୋହୂ ଆସିବ। ଏ ବୋହୂଟା କ'ଣ କରିବ? ଚମ୍ପା, ମଲା ଯା, ଏଇଟା କି ବୋହୂ ମ? ଘର ଦୁଆର ପାଇଟି କରିବ, ରନ୍ଧାବଢ଼ା କରିବ, ଏଇଥିଲାଗି ସିନା ଭାଇ ଏଟାକୁ ଆଣିଥିଲେ। ଏଟା ତ କିଛି କଲା ନାହିଁ। ବୋହୂ କ'ଣ? ଆଇ, ଆଚ୍ଛା, ଏ ବୋହୂଟା ଖାଇବ କ'ଣ? ଚମ୍ପା, କ'ଣ ଖାଇବ? ସେ ବୋହୂ ଖାଇଲେ ଯାହା ଛାଡ଼ିଯିବ, ଏଟା ତା ଅଇଁଠା ଖାଇ ବାସନ ମାଜି ପକାଇବ। ଆଇ, ଆଚ୍ଛା, ମୁଁ ଟିକେ ବୋହୂଟାକୁ ଦେଖି ଆସେ। ଚମ୍ପା, ନା ଲୋ ଆଇ, ନା ନା, ତା ପାଖକୁ ଯା ନା। ସେଟା ସେମିତି ପଡ଼ି ପଡ଼ି ଉପାସରେ ମରିଯାଉ। ଚମ୍ପା ମୁରୁକି ମୁରୁକି ହସି କ'ଣ ଠାରିଦେଲା। ଆଚ୍ଛା ଆଚ୍ଛା, ଥରେ ଦେଖେଁ କହି ଅନିଆଇ ଯେମିତି ପାଖକୁ ଯାଇଛି, ବୋହୂ ଉଠିପଡ଼ି ବୁଢ଼ୀର ଦୁଇ ଗୋଡ଼ ଧରି ଧକେଇ ହେଉଛି। ବହୁତ କଷ୍ଟରେ କହିଲା, ଆଇ, ତାଙ୍କୁ କବାଇବେ ନାହିଁ। ଅନିଆଇ, ମୋ କଥା କ'ଣ ସେ ଶୁଣିବ? ତୁ ତ ଘରେ କିଛି କାମ ପାଇଟି କରିବୁ ନାହିଁ, ଭାତ ରାନ୍ଧିବୁ ନାହିଁ, ସବୁ କଥାରେ କଳି କରିବୁ। ସେଇଥିଲାଗି ଆଉ ଗୋଟିଏ ବୋହୂ ଆସୁଛି। ବୋହୂ, ମୁଁ ସବୁ କରିବି। ଅନିଆଇ, ଆଚ୍ଛା, ତୁ ଶିବୁକୁ କହ। ଆରେ ଶିବୁ, ଏଠିକି ଆ ତ, ବୋହୂ କ'ଣ କହୁଛି ଶୁଣ। ଶିବ, ନା ନା, ମୁଁ ଯାଇପାରିବି ନାହିଁ। ଏଣେ ବୋହୂର ଯେତେ ବଳ, ଅନିଆଇର ଗୋଡ଼ ଜାବୁଡ଼ି ଧରିଛି। କେଜାଣି ଗୋଡ଼ ଯୋଡ଼ାକ ଭାଙ୍ଗି ପକାଇବ। ସେହି ଆଇ ପଦ୍ମପାଦ ଛଡ଼ା ସେ ବର୍ତ୍ତମାନ ନିମା ଦେଇଙ୍କର ସଂସାରରେ ଆଉ ଭରସା ନାହିଁ। ଅନିଆଇ ପାଟି କରି ଡାକିଲେ, ଆରେ ଶିବୁ, ଆ, ମୋ ଗୋଡ଼କୁ ବଡ଼ କାଟିଲାଣି ରେ। ଶିବୁବାବୁ ଯେମିତି ପାଖକୁ ଆସିଛନ୍ତି, ଅନିଆଇ ତ ତାଙ୍କ ଗୋଡ଼ ଯୋଡ଼ିକ ବୋହୂ ଜିମା କରିଦେଇ ଅଲଗା ହୋଇଗଲେ। ବୋହୂ ଭଲ କରି ସ୍ୱାମୀର ଗୋଡ଼ ଜାବୁଡ଼ି ଧଇଲା। ଗୋଡ଼ ଛାଡ଼ିଲେ ସିନା କୁଆଡ଼େ ଯିବେ? ସଂସାର ଯାକ ସବୁ ଅନ୍ଧାର। ପଦ୍ମପାଦ ଯୋଡ଼ିକ ଭରସା। ଅନିଆଇ ବୋହୂ ଲାଗି ସୁପାରିଶ କରି କହିଲା, ଆରେ ଶିବୁ, ବୋହୂ ଏଣିକି ଘର କାମ ପାଇଟି ସବୁ କରିବ। ତୁ ବାହା ହନା ରେ। ଶିବୁବାବୁ କହିଲେ, କାହିଁ? ସେ ତ ଆପେ କହୁନାହିଁ। ଏହି କଥା ପଦକ ଶୁଣି ବୋହୂର ବଡ଼ ଭରସା ହୋଇଗଲାଣି। ଚଞ୍ଚଳ କହି ପକାଇଲା, ହୁଁ ହୁଁ ଉଁ ଉଁ। ଶିବୁବାବୁ କହିଲେ, ମୁଁ ହୁଁ ହୁଁ ଉଁ ଉଁ ବୁଝେ ନାହିଁ। ସାଫ୍ କରି ଗୋଟି ଗୋଟି କଥା କହୁ।
ଶିବୁବାବୁ ଯେମିତି କହିଲେ ବୋହୂ ଠିକ୍ ସେମିତି ଗୋଟି ଗୋଟି କରି ସବୁ କଥା ଜବାବ କଲା। ଶିବୁବାବୁ ତାହା ବାଦେ କହିଲେ, ଆଚ୍ଛା ଆଈ, ସେ କିଆଁ ଚମ୍ପା ସାଙ୍ଗରେ କଳି ଲଗାଇଲା? ଘଷୁ ଭୂଇଁରେ ନାକ। କିଛି ଓଜର ନାହିଁ। ବୋହୂ ଭୂଇଁରେ ନାକ ଘଷିଲା। ଶିବୁବାବୁ କହିଲେ, ଆଚ୍ଛା ଆଈ, ମାଆଙ୍କ ପାଖରେ ଏହିପରି କହୁ। ଗଲେ ସମସ୍ତେ ମାଆଙ୍କ ପାଖକୁ। ବୋହୂ ଗୋଟି ଗୋଟି କରି ସବୁ କଥା କହିଲା। ମାଟିରେ ନାକ ଘଷିଲା ବେଳେ ମା ଟିକିଏ ଦୁଃଖ କରି କହିଲେ, ହଁ ରେ, ହେଲାଣି ରେ, ବୋହୂ ସବୁ କରିବ ରେ। ଶିବୁବାବୁ କଟମଟ କରି ଚାହିଁବାରୁ ନା ରେ କହି ବିମଳା ଦେଇ ବାରିଆଡ଼କୁ ପଳାଇଲେ। ଶିବୁବାବୁ କହିଲେ, ଆଚ୍ଛା, ଏଥର ଚମ୍ପା ଗୋଡ଼ ଧରୁ। ଚମ୍ପା ଧାଇଁ ଆସି ବୋହୂକୁ କୁଣ୍ଢାଇ ପକାଇଲା। ନା, ଯେତେ ହେଲେ ମୋ ବଡ଼ ଭାଉଜ ମା ପରି, ମୁଁ ସିନା ତା ଗୋଡ଼ ତଳେ ପଡ଼ିବି। ଚମ୍ପା ବୋହୂକୁ ଜୁହାରଟିଏ କରି କୁଣ୍ଢାଇ ପକାଇଲା। ନଣନ୍ଦ ଭାଉଜ ଦୁହେଁ ଟିକିଏ କନ୍ଦାକନ୍ଦି ହେଲେ। ଚମ୍ପା ବୋହୂକୁ ବାଡ଼ିଆଡ଼କୁ ଭିଡ଼ି ନେଇଗଲା। ଅଧ ଗିନାଏ ମାଲପା ଲଗାଇ ଦେଇ ଗାଧୋଇ ଆଣିଲା। ଚମ୍ପା ରନ୍ଧାବଢ଼ା କରି ମା ଭାଇଙ୍କୁ ଖୁଆଇଲା। ବୋହୂଟା ଉପାସ ଅଛି, ନିଜେ କେମିତି ଖାଆନ୍ତା? ନଣନ୍ଦ ଭାଉଜ ଏକ ସାଙ୍ଗରେ ବସି ଖାଇଲେ। ବୋହୂ ଟୁକୁଣାଟାଏ ପାଣି ପିଇ ଲଟ୍ କରି ଭୂଇଁରେ ପଡ଼ିଗଲା। ତହିଁ ଆରଦିନ କାଉ କା କରିବା ବେଳକୁ ବୋହୂ ବାସି ପାଇଟି ସାରି ପଶିଛି। ଟିକିଏ ଖରା ଉଠିଲା ବେଳକୁ ଚମ୍ପା ଆସି ଦେଖିଲା ସବୁ ବାସି ପାଇଟି ସରିଗଲାଣି। ମନ ମଧ୍ୟରେ ଟିକିଏ ଖୁସି ହେଲା। ନଣନ୍ଦ ଭାଉଜ ଦୁହେଁ ସାଙ୍ଗସୁଙ୍ଗା ହୋଇ ଗାଧୋଇ ଗଲେ। ପ୍ରଥମ ବୋହୂ ରାନ୍ଧି ଜାଣୁନଥିଲା। ଚମ୍ପା ଶିଖାଇ ଦେବାରୁ ଏବେ ବେଶ୍ ରାନ୍ଧେ। ଶାଶୁ କିଛି ପାଇଟି କରିବାକୁ ଗଲେ ବୋହୂ ହାତରୁ ଛଡ଼ାଇ ନିଏ। ପୁଅ ଝିଅ ଡରରେ ବି ବୁଢ଼ୀ କିଛି ପାଇଟିରେ ହାତ ଦିଅନ୍ତି ନାହିଁ। ଏକ ଜାଗାରେ ବସି ବୋହୂକୁ କହି ଦେଉଥାନ୍ତି। ବିମଳା ଦେଇ ଏକ ଜାଗାରେ ବସି ଦିନ ରାତି ମାଳାଟିଏ ଗୋଡ଼ାଉଥାନ୍ତି। କେହି ଲୋକ ଗାଁରୁ ଆସିଲେ ତା ପାଖରେ ଖାଲି ବୋହୂର ପ୍ରଶଂସା। ଦିନକୁ 20 ଥର ଯାହା ତାହା ପାଖରେ କହନ୍ତି, ମୋର ତ ସୁନା ବୋହୂ।